ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମ ପୁଅର ଏକୋଇଶିଆ ପୂଜା। ଆଉ ଏକୋଇଶିଆ ପୂଜାରେ ଏଠି ଭୋଜି ଭାତ ଭୋଜି ପାଇଁ ପ୍ରିପାରେସନ୍ ଚାଲିଛନ୍ତି। ଆଉ ଭାଇନା ସତ୍ୟନାରାୟଣ ପୂଜା ପାଇଁ ଆସ୍ଥାନ ସଜାଉଛନ୍ତି। ଭାଇନାଙ୍କ ନାଁ ହେଲା ବିପିନ କୁମାର ପ୍ରଧାନ। ଜୟ ମା ମଙ୍ଗଳା। ମା ମଙ୍ଗଳାଙ୍କ ମନ୍ଦିର ପାଖରେ ପୂଜାର ଆୟୋଜନ ଚାଲିଛି। ଦେଖନ୍ତୁ ସାଙ୍ଗମାନେ, ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କର ପୂଜା ଆସ୍ଥାନ ସଜିଆ ଚାଲିଛି ପ୍ରଭୁଙ୍କର। ଦେଖନ୍ତୁ, ଜୟ ମା ମଙ୍ଗଳା। ଆମ ଗ୍ରାମ ଦେବତୀ। ଶ୍ରୀ ସତ୍ୟନାରାୟଣଙ୍କର ଆସ୍ଥାନ ସଜିବା ପାଇଁ ବିପିନ ଭାଇନା କାର୍ଯ୍ୟ ବ୍ୟସ୍ତରେ ଅଛନ୍ତି। ଏଠି ରୋଷେଇର ଆୟୋଜନ ଚାଲିଛି। ପରିବା ପତ୍ର ବି କଟା ଚାଲିଛି। ଗୋଟେ ସାଇଡ଼ରେ ରଖିଦିଅନ୍ତୁ, ଗୋଟେ ସାଇଡ଼ରେ ରଖନ୍ତୁ, ଲାଷ୍ଟକୁ ଏଇଟା ଇଏ ହେବ। ଜୟ ସତ୍ୟନାରାୟଣ। ଭିଡ଼ିଓଟିକୁ ସ୍କିପ୍ ନକରି ଆଗକୁ ଦେଖନ୍ତୁ। କିଛି ସତ୍ୟନାରାୟଣ ଦେବଙ୍କର ପାଲା ବି ଦେଖିପାରିବେ ଭିଜୁଆଲି। ସ୍କିପ୍ ନକରି ଭିଡ଼ିଓଟିକୁ ଆଗକୁ ଦେଖନ୍ତୁ। ଜୟ ଜଗନ୍ନାଥ। देवता परम महर्षि जगन्नाथ देव देवलानंद कुमार हरि हरि बोल। भद्रकाल उद्योग यजमान महोदय पति परिवार वर्ग आयुष्मान कुमार विश्ववर सहयोगी समस्त बंधुबांधवान पर हरिपदादेवी सज्जन वृंद कल्याणमयी मातृ समाज विश्ववाचा समस्तंकर मंगल हित पूर्ण करंद श्रीमन नारायण देव स्वामी बोल आनंद कुमार हरि हरि बोल। बोल श्री गुरु चरण बिंद कुल परि आनंद कुमार हरि हरि बोल।
যাত্রা সুভগে সাধন জঙ্গত মাদুজ্জল হিতাপোগিন গুরুপা জঙ্গম কুমরা জাত মুরগ সত্তা গাগা গাগা রঙ্গম রক্ত বস্ত্রার দিলে মণি ময়া এ পাতুম দেবী দুর্গে ওম জগদানন্দ কুন্দায় প্রণতার্তি হরায় নীলাচল নিবাসায় জগন্নাথায় তে নমঃ নীলাচল নিবাসায় নিত্যায় পরমাত্মনে বলভদ্র সুভদ্রাভ্যাং জগন্নাথায় তে নমঃ ওম জয়ন্তী মঙ্গলাকালী ভদ্রকালী কপালিনী দুর্গা ক্ষমা শিবা ধাত্রী স্বাহা স্বধা নমোস্তুতে রিঙ্কু আজ্ঞা অনেক কাম সময় এক নির্দিষ্ট পরিমাণ যজমানଙ୍କୁ କହିଲେ ଯେ ଏକ ନୀତି ନିୟମ ଭିତରେ ଆମେ ସମସ୍ତେ ବନ୍ଧା ଆଜ୍ଞା ଏ ବର୍ଷ ପ୍ରଥମରୁ ପଞ୍ଚଦଶ ଅଧ୍ୟାୟ ପର୍ଯ୍ୟନ୍ତ ପ୍ରସଙ୍ଗ କହିଲା ଆଜ୍ଞା ଏବଂ ସ୍ୱର୍ଣ୍ଣକ୍ଷେତ୍ର ଦିବସରେ ସମସ୍ତ ସଦବେଳେ ଆସି ଉଦ୍ଯାପନୀ ପ୍ରସଙ୍ଗ ଗାଇଲା ଆଜ୍ଞା ତେବେ ଉଦ୍ଯାପନୀ ହବ ସ୍ୱର୍ଣ୍ଣକ୍ଷେତ୍ରରେ ଆଜ୍ଞା ଅଦ୍ୟ ଜନ୍ମ ଏକବିଂଶତି ଦିବସରେ ଶ୍ରୀମନ୍ ନାରାୟଣ ଦେବଙ୍କର ଜନ୍ମ ସହିତ ଲୀଳା ପ୍ରସଙ୍ଗ ତକ କହିଲା ଆଜ୍ଞା ପଞ୍ଚଦେବତାଙ୍କ ଉଦ୍ଦେଶ୍ୟରେ 5ଟି ପଦ ଲେଖନ୍ତି ଜୟକୃଷ୍ଣ ପଟ୍ଟନାୟକ ଆଜ୍ଞା କହିଲେ ଧନ୍ୟ ଗିରିଜାନନ୍ଦନ ପୁଣ୍ୟ ଜନରେ ବନ୍ଦନ ଧନ୍ୟ ଗିରିଜାନନ୍ଦନ ପୁଣ୍ୟ ଜନରେ ବନ୍ଦନ ଧନ୍ୟପତି ଧନ୍ୟପତି ଶୂନ୍ୟରେ କଲ सिद्धिदाता गुरु पूज्य भगवान गणेश ये मंगलमय कर्म स्थान पर विराजित हुई पूजा ग्रहण पूर्वक आयुष्मान कुमार जीवन पथरे देखा जाउथिबा समस्त विघ्न राशि दूरीभूत कर सिद्धि प्रदान करंतु तथा आज्ञा मानकर बाबू मानकर माँ मानकर विश्ववासी आबाल वृद्ध वनिता समस्तंकर सिद्धि विधान करंतु बोलानंद कुमार हरि हरि बोल ओ नकरा घाते डाके कोरी चक्र पे सीधे लहरी चक्र पे सीधे लहरी चक्र पे सीधे लहरी सुता प्रभु ध्यान हेले कुआ कुआ शब्द शुणिले रक्षक माने राजा को जाइए जनइबे सुल्तान महमूद पाचा मुसलमान सुल्तान आसी पहुंची बंदी घरे देखला झीर पिला जन्म होबार संकेत अच्छी किंतु पिला नहीं आज्ञा आज ठारू ए दुर्गरे झी अछंती तांकु शासक बोली स्वीकार करिवो आज्ञा किसी सुविधा होनी पुणी कौन कहले कहले मो मां को जे निंदा सुनी जो मंत्री जे मां खाई देछि पुओ को बोली ताकि दंडित करी संतान कष्ट केते दुखदायक ए कथा जणैली बोली पास्ता राज्य रे पहुंचले आया
ଦାଣ୍ଡେ ଖେଳୁଥିଲା ରହି ମନ୍ତ୍ରୀର କୁମର ମନ୍ଦିର କୁମର ଆହା ମନ୍ଦିର କୁମର ଚାନ୍ଦେ ବାତୁଳି ମାଇଲେ କହି ସତ୍ୟ ପୀର କହି ସତ୍ୟ ପୀର ଆହା କହି ସତ୍ୟ ମନ୍ତ୍ରୀ ପୁଅ ଖେଳୁଛି ଆଜ୍ଞା ବାତୁଳି ମାଇଲେ ବାଳକ ରୂପରେ ଏଇ ବାଜିଲା ମନ୍ତ୍ରୀ ପୁଅ ବଡ କପାଳ ହରିଓ ତତ୍ସତ କହିକି କହିଲା ଆଜ୍ଞା ମୃତ ପୁତ୍ରକୁ ଧରି କାନ୍ଦୁଛି ମନ୍ତ୍ରୀ ବର ହଁ ପୁଣି ପ୍ରଭୁ ଯୁଦ୍ଧ ରୂପରେ ଆସିଲେ କହିଲେ ମନ୍ତ୍ରୀ କିଆ କାନ୍ଦୁଛୁ ମୋ ପୁଅ ମରିଗଲା ବୋଲି କାନ୍ଦେ କିରେ ପୁଅ ତ ଗଲା ତୁ କିଆ କାନ୍ଦୁଛୁ ଆରେ ଯାହାର ପୁଅ ମରେ କଣ ସେ କାନ୍ଦେନି ଭାଇ ଚାରା ଆପଣ ଜାଣିବୁ ସବୁ ଚାରାଣୀ ବିଷ୍ଣୁଟି ହଁ ତୋର ତ ପୁଅ ଝିଅ କିଛି ନାହିଁ ହଁ ଆଉ ତୁ କୁଆଡେ ଜାଣିବୁ ସନ୍ତାନ ଶୁଣିଲୁ? ହଁ ଯଦି ତୋ ପୁଅ ଚାଲିଗଲା ତୁ କାନ୍ଦୁଛୁ ହଁ ସେଦିନ ସାହାଯ୍ୟ କେମିତି ଖାଇଦେଲା ତା ପୁଅ ତାହା ଯଦି ଭୋକ ବିକଳେ କିଛି ଖାଇବାକୁ ନ ପାଇଲେ ପୋଡ ଖାଇଲେ ନାଇଁ ରେ ସାହାଯ୍ୟ ପୁଅ କିଏ ପଛେ ଜାଣିବୁ କିନ୍ତୁ ତୋ ପୁଅ ମରିନି ମରିନି ଜଣେ ମାକୁ ନିନ୍ଦା ଦେବା ହେତୁ ତୋ ପୁଅ ଏମିତି ବାଗରେ ଶୋଇକି ଆଉ ଉଠିବନି ଉଠିବନି ମୁଁ ଡାକିଲେ ଉଠିବ ତମେ କେବଳ ଡାକିଲେ ଉଠିବ ମନ୍ତ୍ରୀ କହିଲେ ବସେଇ ମୋ ପୁଅକୁ ଟିକେ ଉଠେଇ ଦିଅ ତୁ ଯଦି ନାରାୟଣ ପୂଜା କରିବୁ ତୋ ପୁଅକୁ ଉଠେଇ ଦେବି ମୁଁ ଗୋଟେ ମୁସଲମାନ ମୁଁ କିନ୍ତୁ ନାରାୟଣ ପୂଜା କରିବି ତା ତୋ ପୁଅ ଥାଉ ନାଇଁ 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 ହଉ ମୋ ଜାତି ଯାଉ ପଛେ ମୁଁ ନାରାୟଣ ପୂଜା କରିବି ସେଇଦିନ ମୁସଲମାନ ପ୍ରଥମେ ନାରାୟଣକୁ ପୂଜା କରିବା ମନ୍ତ୍ରୀ ପୁତ୍ରକୁ ବଞ୍ଚେଇ ଦେଇ ପ୍ରଭୁ ଅନ୍ତର ଧ୍ୟାନ ହେଲେ ଆଜ୍ଞା ମୁସଲମାନ ମନ୍ତ୍ରୀ ସର୍ବପ୍ରଥମେ ପୂଜା ଦେଲା ହିନ୍ଦୁ ମୁସଲମାନ ନିଷ୍ପତ୍ତି ମଲା ପୁଅକୁ ଯିଏ ବଞ୍ଚେଇ ଦେଲା ଆସ୍ଥାନରେ ବିଜେ କଲେ ସତ୍ୟନାରାୟଣ ସତ୍ୟନାରାୟଣ ଆହା ସତ୍ୟନାରାୟଣ ଚାରି ଦିଗେ ଚାରି ତୀର ପୋତିଲେ ନିଶାନ ଗୋଟିଏ ନିଶାନ 16 ଦିନେ 16 ପୂଜା ଦେଇଛନ୍ତି ଆଜ୍ଞା ସମସ୍ତଙ୍କୁ ପ୍ରସାଦ ଦେଲେ ରାଜାଙ୍କୁ ପ୍ରସାଦ ଦିଅନ୍ତେ 5 ରାଜା ଭିକି ଦେଲେ ଠାକୁର କହିଲେ ମୁଁ ପ୍ରସାଦର ବର୍ଣ୍ଣନା କଲା ଦଣ୍ଡ ଦେବି ହମାମ ହୁମାମ ଯୋଉ ବାଘ ଦିଟା ଦୁର୍ଗ ପାଖରେ ଥିଲେ କହିଲେ ପାଶ୍ଚା ରାଜ୍ୟର ପ୍ରଜା ମାନଙ୍କୁ ମାର ଆଜ୍ଞା ବାଘ ପାଇଲେ ପ୍ରଜାଙ୍କୁ ସୁରକ୍ଷା ଦେବା ପାଇଁ ରାଜା ଗୋଡେଇଲେ ବାଘ ପଛରେ ବାଘ ଦିଟା ପଳେଇ ଯାଇ ପହଞ୍ଚିଲେ ସୁବର୍ଣ୍ଣ ଦୁର୍ଗ ନିକଟରେ ଆଜ୍ଞା ରାଜା ଦେଖିଲେ ସୁବର୍ଣ୍ଣମୟ ଦୁର୍ଗ ଅରଣ୍ୟବାସୀ ପ୍ରଜାମାନଙ୍କୁ ପଚାରିଲେ ୟା ଭିତରେ କିଏ ଅଛି ନା ଆମ ଜଙ୍ଗଲ ଯାକର ମାଲିକ ଆଜ୍ଞା ତାକିରେ ରାଜ୍ୟଟା ମୋର ଜଙ୍ଗଲର ମାଲିକ ଆଉ ଜଣେ ନା ତମକୁ ଆମେ ରାଜା ବୋଲି ମାନୁନା ଆଜ୍ଞା ଆଜ୍ଞା ଏମିତି କଥା ଠିକ ଅଛି ଯଦି ମୋ ରାଜା ବୋଲି ମାନୁନା ସମସ୍ତଙ୍କୁ ମାରିବୁ ପ୍ରଜା ମାନଙ୍କର ମୁଣ୍ଡ କାଟ କରିବା ପାଇଁ ହାତୀ ଚଲେଇ ଦଳେଇ ଦେବା ପାଇଁ ଯେତେବେଳେ ଚିନ୍ତା କରିଛି ସାହାଯ୍ୟ ଚିନ୍ତା କଲେ ନାରାୟଣକୁ ଆଜ୍ଞା ଜନନୀ ଚିନ୍ତା ଜାଣି ଶ୍ରୀ ଭଗବାନ ଭଗବାନ ଆହାତି ଭଗବାନ ଜନନୀ ଦାସେ ପ୍ରବେଶିଲେ ବହନ ମାଙ୍କ ପାଖରେ ପହଞ୍ଚିଲେ କହିଲେ ମା ପ୍ରଜା ମାନଙ୍କୁ ରକ୍ଷା କରିବା ପାଇଁ ମୁଁ ଯୁଦ୍ଧ କରିବି ତୋ ବାବା ପାଚା ସହିତ ମତେ କ୍ଷୀର ପାନ ଦେ ଆଜ୍ଞା ଜଗତ କର୍ତ୍ତା ଜଗତ ଗୁରୁ ନାରାୟଣ ମୁଁ ଯଦି ମୋ ମାକୁ ନ ଖୋଜେ ଏ ସଂସାରରେ ପିଲାମାନେ କିଆ ମାତୃସ୍ତନ୍ୟକୁ ଖୋଜିବେ ହେ ମାତା ମତେ କ୍ଷୀର ପାନ ଦିଅ
कृष्णा गोविंदा गोविंदनो भगवान नमो भगवते वासुदेवा स्वाहा सत्यनारायण देवाय ये सम अमृत कलपित दुग्धमय चुटनियो जगह बंद है चुटनियो चुटे जगह जाओ छुरिनियो ओम गं गणपति एक तो नारायण ओम भास्कर देवाय भास्कर वैद्यमते श्रीमातम सुदान नमः कुलंदिकबाल हरी बोलो जगमान भूमंकर बालक विद्या बुद्धि यश कीर्ति आयु वस्तु बोला हरी बोलो हरि बोल हरि हो सुखी हो सर्वे संतु रामैया सर्वे भद्राणि पश्यन्तु मा कश्चित् दुःखभाग् भवेत् कुलंदिकबाल हरि बोल बाबू मातृस्तन्यरु देखा नुनु ক্ষীরপান করে নারায়ণ গোস্বামী আজ্ঞা গরুড়କୁ ସ୍ମରଣ କଲେ ରମ୍ୟ କଦି କରୁ ପକ୍ଷୀବର ଗରୁଡ଼ ଅଇଲେ ଗରୁଡ଼ ପୃଷ୍ଠରେ ବସି ଦେବନାରାୟଣ ଆଚା ରାଜା ସଙ୍ଗ ତଳେ କଲେ ଘୋର ରଣ ଆରେ ତା ପାଖରେ କଣ ଘୋର ରଣ आज्ञा तुम ब्रह्मा सृष्टि करता तो तुम विष्णु परिपालक तुम शिव शिव तुम तर सर्वसंहार कारक जे ब्रह्मा रूप सृष्टि करती विष्णु रूप पालन करती शंकर रूप संहार करती से देवता गोटे मात्र अस्त्र पाश्चात्य सैन्य बाहिनी टोली देश राजा कांदुंट शून्य नारायण स्वामी डाक देले गोटे पूजा कर सुल्तान बादशाह कहला शेर देंगे लेकिन सार नहीं देंगे आज्ञा मुंडा चक्र बेसी काटी दे तू किंतु मुसलमान मु अल्लाह व्यतीत अन्य देवता को पूजा करिबे हसिले ठाकुर बोले हे राजा मु अल्लाह मु नारायण ईश्वर अल्लाह तेरे नाम धर्म अच्छी समस्त धर्म मूल ना तू जदि अल्लाह हस्तपद विहीन गोटे ज्योतिर्मय पिंड ये रूप को धारण कले नारायण ज्योति निराकार ज्योति ये रूप को देखी राजा सीता हे अल्लाह बिस्मिल्लाहिर रहमानिर रहीम अवज समीर हुम खिबतन कालुला तक भी कथा भवसर हु विगुलामि में अलिम भक अवलति मरा हु विजरति हसकत विजो हाहा बकाल तो दुन किमुन काल तो चाली कालारबकी इन्न हु बल हति बोल ले ये होती कुरान रो राजा कातो तले ठाकुर कहले तो कन्या सहारा दिगर भरु मु जन्म आज्ञा भूली जाओ किंतु मुसलमान विवाद तमे माने एकत्र मते पूजा तो कन्या दूषिता नुहे भय प्रगट कृपाल दीन दयाला कौशल्या हितकारी ब्रह्मांड मध्ये मुकाउल सुजात नुहे मो इच्छारे मातृ गर्भरे प्रवेश करे मु राजा फेरिले युद्ध बंद हला हिंदू मुसलमान विवाद आज्ञा सेई दिन ठारू एकत्र एकेश्वर भाव सत्य वीर पूजा प्रवर्तित स्थान रे विजय कले सत्य नारायण चारि वीर वीर
ভক্তিলে নিষ্ঠান নূতন ভাণ্ডরে ভরিবি ধায় শ্রী নারায়ণ মন্ত্রে পূজা করিবে জীবনী আদ্য ধান ষোড় পূজা করিলে প্রধান পূজা পাই নারায়ণ আনন্দিত মন যজমান কর মন বিশিষ্ট হেউ পূর্ণ তাঙ্ক পুত্র কন্যা দীর্ঘায়ু কর নারায়ণ জহি পাই ମାନସିକ କରିଛନ୍ତି সেই সকল পূରଣ কর ভগীরথ মঙ্গল কর দেব নারায়ণ যে যাহার মন ভিত হইব পূর্ণ রক্ষক রক্ষা কর ব্রহ্মাণ্ড গোসাই অভয় পদ পঙ্কজে শরণ গোসাই শ্রী কবি কর্ণতে গায় সত্যবীর পাই হরি হরি বল ভাই পাল্লা প্রথম অধ্যায় আজ্ঞা সংক্ষিপ্ত বস্ত্ରାଭାବେ ସୂତ୍ରଦାନ ନିୟମ ସଂକ୍ଷିପ୍ତ ଭାବରେ ଅନ୍ୟ ଅଧ୍ୟାୟ ଗୁଡ଼ିକ କହିବାକୁ ପଡ଼ିବ ଯେହେତୁ ପୂଜା ସହିତ ଜଡ଼ିତ ଏ ଅଧ୍ୟାୟ କୌଣସି ନୀତିକି ଲଙ୍ଘନ କରାଯାଇଥାଏ ହଉ ଭାଇ ମନ ହୋ ବସି ଅପନାବ ଭାଇ ମନ ହୋ ବସି ଅପନାବ ଭାଇ ମନ ହୋ অবনাবনীরে অমিশামি শিব অবনাবনীরে অমিশামি শিব ও মোপায়ে মোপায়ে মুক্ত ভাই মন সতী অবনাবন ভাই মন দ্বিতীয় অধ্যায় বরুণ শহরে থিলা পদ্মজে লোচন ভাই মন ঘোড়া সীমা নাহি মুদরতন ভাই মন নাহি নাম লীলাবতী অট্টই তাহার ভাই মন হনুমান ঠুকুরা করে নাহি তাকু এ সংসার ভিতরে আজ্ঞା ଯୋଉମାନେ ଠାକୁର ମାନଙ୍କ ଭିତରେ ବଡ ଆଉ ସାନ ବୋଲି ବିଚାର କରନ୍ତି ଦଣ୍ଡପାନ୍ତି ଆଜ୍ଞା ବରୁଣ ସହର ରାଜା ପଦ୍ମଲୋଚନଙ୍କର ସେଇଭଳିଆ ଇଏ ଥିଲା ନୀତି କହିଲେ ମୋ ରାଜ୍ୟରେ ଯୋଉ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଅଛନ୍ତି ସେ ହଉଛନ୍ତି ଶ୍ରେଷ୍ଠ ଦେବତା ଆଜ୍ଞା ଅନ୍ୟ ଦେବତା ପୂଜା କରାଯିବ ନାହିଁ ବିଶେଷ କରି ନାରାୟଣ ପୂଜା ବନ୍ଦ ଆଜ୍ଞା ଯେହେତୁ ଦେବତା ମାନଙ୍କ ଭିତରେ ଭିନ୍ନତା ବିଚାର କଲେ ରାଜାଙ୍କ ବଂଶରେ ସନ୍ତାନ ଜନ୍ମ ହେବେ ନାହିଁ ଆଜ୍ଞା ଦିନେ ନାରାୟଣଙ୍କ ମାୟାରେ ସେ ରାଜ୍ୟରେ ଥିଲା ହୀରାଧର ହାରି ଯେ କି ରାଜାଙ୍କର ପାଇଖାନା ସଭା କରୁଥିଲା ଦ୍ୱିତୀୟ ଅଧ୍ୟାୟ କଥା ଆଜ୍ଞା ସ୍ୱପ୍ନରେ ପିତୃପୁରୁଷ ମାନେ କହିଲେ ହୀରାଧର ଗୋଟେ ଆଣ୍ଠୁପୁରା ରାଜାର ପାଇଖାନା ସଭା କରୁଛି ତା ମୁଖ ସବୁଦିନ ଚାହୁଁଛୁ ତୋର ପିଣ୍ଡ 12 ବର୍ଷ ହେଲା ଆମେ ପାଇନାହୁଁ ଲୁପ୍ତ ପିଣ୍ଡ ଲୋକ କ୍ରିୟା ହେଲେ ବଂଶ ଧ୍ୱଂସ ହୋଇ ଗୀତା କଥା ଇଏ ଆଜ୍ଞା କହିଛନ୍ତି ଅର୍ଜୁନ ଭଗବାନ ତୁ ଯଦି ମଙ୍ଗଳ ଚାହୁଁଛୁ ତାହେଲେ ରାଜାର ସେବା ବନ୍ଦ କର ଆଜ୍ଞା ପୁରେ ତା ପରଦିନ ହୀରାଧର ଗଲା ଆଜ୍ଞା କହିଲା ଗୋସେଇ ହେ ମହାରାଜ ମୋର ମୁଣ୍ଡ କାଟ କରନ୍ତୁ ମୁଁ ଆପଣଙ୍କ ଠାରୁ ବଢୁଆ ନୁହଁ କିନ୍ତୁ ଆପଣଙ୍କର ପାଇଖାନା ସଭା କରିବିନି କାହିଁ ମୋ ପିତୃପୁରୁଷ ମାନେ 12 ବର୍ଷ ହେଲା ମୋ ଠାରୁ ପିଣ୍ଡ ପାଉନାହାନ୍ତି ଆଜ୍ଞା କ୍ଷମା କରିବେ କହି ହୀରାଧର ଚାଲିଗଲା ଆଜ୍ଞା ଆଜ୍ଞା ରାଜା ବିଚାରବନ୍ତ କହିଲେ ହୀରାଧର ମୁଣ୍ଡ କାଟିଦେବି ମୋତେ ଆଣ୍ଠୁକୁଡ଼ା କହିଲା ବୋଲି କେତେ ଜଣଙ୍କର ମୁଣ୍ଡ କାଟିବି ଆଜ୍ଞା ତା ଛଡା ମୋର ବଂଶ ରକ୍ଷା ପାଇଁ ପୁଅଟିଏ ତ ଦରକାର ନା ଆଜ୍ଞା ଯେଉଁ ଶଙ୍କର ଭଗବାନଙ୍କୁ ମୁଁ ପୂଜା କରୁଛି ତାଙ୍କୁ ଯାଇ ଜଣେଇବି ମନ୍ତ୍ରୀ ହାତରେ ରାଜ୍ୟଭାର ଦେଇ ରାଜା ହିଙ୍ଗୁଲାଟ ବନରେ ରାଣୀଙ୍କ ସହିତ ଶଙ୍କର ଭଗବାନଙ୍କୁ ପୂଜା କଲେ ଆଜ୍ଞା পুরে অনাহারে রতাচারী তপস্যা সাধন দেখিত সহেলে তহি পার্বতী কান 5 দিনের দর্শন দেলে কইলে রাজন রানী গর্ভর বর্ষ শেষে পুটিয়ে জন্ম আজ্ঞা রাজা ধরিଛନ୍ତି বাটরে বৃদ্ধ ভক্তির রূপী নারায়ণ কইলে কইলে রাজা শঙ্কর কইলে পুটিয়ে হব কেতে দিন বঞ্চিব কইছেন নাই যদি মঙ্গল চাহুছ তুমি নারায়ণ পূজা কর পুটা দীর্ঘজীবী হব নারায়ণ ভগবান মু জানি মো ভগবান ইষ্ট ছিল রাজা কইলে মু নারায়ণ পূজা করিবি আজ্ঞা প্রভু অন্তর ধ্যান হেলে রাজা রানী পৌঁছিলে ঘরে শঙ্করଙ୍କ କୃପା ରାଣୀଙ୍କର ଗର୍ଭୋଦୟ ହେଲା 10 ମାସ 10 ଦିନେ ଜନ୍ମିଲା ନନ୍ଦନ ରାଜା ଆନନ୍ଦିତ ହେଲେ ଆଜ୍ଞା
কিন্তু সেই আনন্দটা আনন্দ যাহা দীর্ঘস্থায়ী। রাজারানীଙ୍କର ଆନନ୍ଦ ସବୁଦିନ ପାଇଁ ରହିଥାନ୍ତା। 5 ଦିନରେ ପଞ୍ଚୁଆତି କର୍ମ କଲେ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା। 6ଠ ଦିନରେ ଷଷ୍ଠୀ ଦେବୀକି ପଠେଇଲେ ନାରାୟଣ ସ୍ୱାମୀ। ତ ରାଜା ପୁଅ କପାଳରେ ଲେଖିବ ଏ ପୁଅ ଯଦି ରାଜା 12 ବର୍ଷର ଶେଷ ମାସରେ 11 ବର୍ଷ 11 ମାସ ଆଉ ଗୋଟେ ମାସ ଥବ ଯଦି ବିବାହ କାର୍ଯ୍ୟ କରନ୍ତି ମଧୁଶଯ୍ୟାପୁରରେ ତାକୁ ବ୍ୟାଘ୍ରଘାତ ହବ। ଆଜ୍ଞା କଣ କରାଯିବ? ଯାହା ନିର୍ଦ୍ଦେଶରେ ସମଗ୍ର ସଂସାର ଚଳନ୍ତି। ଷଷ୍ଠୀ ବା କଣ କରିବେ କହିଲେ ପୁଅରେ ନାରାୟଣଙ୍କର ନିର୍ଦ୍ଦେଶରେ ମୁଁ ଲେଖୁଛି 12 ବର୍ଷରେ ତୋ ବାପା ଯଦି ବିବାହ ଦବ ତୋତେ ତାହେଲେ ମଧୁଶଯ୍ୟାପୁରରେ ବ୍ୟାଘ୍ରଘାତ ହବ। ଏକା ଶ୍ରୀନାରାୟଣ କୃପା ହେଲେ ଦେଖିଦେଇକି ସତ୍ୟ ଗଲେ 21 ଦିନ ଜ୍ୟୋତିଷ ହଇଲେ ପୁତ୍ର ନାମ ଦେଲେ ଦିବ୍ୟ ଲୋଚନ। ରାଜାଙ୍କୁ କହିଲେ ଜାଗ୍ରତ ଥିବେ ପୁଅଟାକୁ 12 ବର୍ଷ ପୂର୍ଣ୍ଣ ମାସରେ ବିବାହ ଦେବେ ନାହିଁ। କିନ୍ତୁ ଅହଙ୍କାରୀ ରାଜା କହିଲେ ଦେଖିବା। ସମୟ ବିତି ଚାଲିଲା। 5 ବର୍ଷର ହେଲା ପୁଅ ଗୁରୁକୁଳ ଆଶ୍ରମରେ ପାଠ ପଢିଲା। ମନେ ମନେ ବିଚାର କଲେ ରାଜା ମୋ ପୁଅ 14 ବର୍ଷ ପଢିବ ଯାଉଛି 5 ବର୍ଷରେ ଫେରିଲା ବେଳକୁ 19 ବର୍ଷ ହେଇଥିବ ବାହାଘର କି ହବ। ହସିଲେ ଭଗବାନ କହିଲେ ଏତେ ସାହସ କର ସବୁ କରିପାରେ। ସରସ୍ୱତୀ କହିଲେ 14 ବର୍ଷ ପଢିବା ଦରକାର ନାହିଁ। 11 ବର୍ଷ 11 ମାସ ବେଳକୁ ରାଜା ପୁଅ ଯେମିତି ସବୁତକ ପାଠ ପଢା ସରିବ। ଭଗବତୀ ସରସ୍ୱତୀ 7 ଜନ୍ମର ବିଦ୍ୟା 7 ଥର ବୁଡ଼ିଲା ବୋଲି କାଳିଦାସକୁ ଦେଇଦେଲେ। ସେଇ ଦେବୀ ରାଜପୁତ୍ର ଦିବ୍ୟଲୋଚନକୁ ସମସ୍ତ ବିଦ୍ୟା ଦେଲେ। 11 ବର୍ଷ 11 ମାସରେ ପାଠ ପଢା ହେଲା ଶେଷ। ପାଠ ପଢା ସାରି ଆନନ୍ଦ ମନରେ ଫେରୁଥିଲା ନିଜ ବାସ। ଫେରୁଛି ବୈଷ୍ଣବୀ ମାୟା ଦେଖିଲା ଗୋଟେ ସୌଦାଗର ପୁଅ ବିବାହ ହେଇଯାଉଛି। କେଡ଼େ ଉତ୍ସବ ଚାଲିଛି। ମୁଁ ରାଜା ପୁଅ ମୁଁ ବିବାହ କଲେ କଣ ଉତ୍ସବ ହୁଅନ୍ତାନି? ପ୍ରବେଶ କଲା ମନରେ ମାୟା। ସାଙ୍ଗ ପିଲାମାନେ କହିଲେ ତୁ ରାଜା ପୁଅଟେ କୋଉ ବିବାହ ପାଇ ଅପମାନ ପାଇ ବାପ ମାଙ୍କ ପାଖରେ ଅଳି କଲା। ମାସକ ଭିତରେ ଯଦି ମତେ ବିବାହ ମଧ୍ୟ ମୁଁ ବିଷ ଖାଇକି ମରିବି। ରାଜା କର୍ତ୍ତବ୍ୟ ଗୋଟେ ପୋଖରୀ ଭିତରେ ନିର୍ବନ୍ଧ ପଥର ଘର ଏକ ନିର୍ମାଣ କଲେ। କନ୍ୟା ଅନ୍ୱେଷଣ ପାଇଁ ମନ୍ତ୍ରୀ ବର ଯାଇ କର୍ଣ୍ଣାଟକ ରାଜ ତ୍ରିଗର୍ତ୍ତ ସେନଙ୍କର କନ୍ୟା ସୁଧାନନ୍ଦୀକି ଠିକ କଲେ। ତିଥିବାର ଲଗ୍ନ ସ୍ଥିର ହେଲା। ପୁଅ ଦିବ୍ୟଲୋଚନକୁ ବରବେଶ କରି ରାଜା ପହଞ୍ଚିଲେ କର୍ଣ୍ଣାଟକ ରାଜ୍ୟରେ। ବର କନ୍ୟା ବେଦୀରେ ବସିଛନ୍ତି। ମନ୍ତ୍ର ପଠନ କରିଲେ କୁଳିନ ବ୍ରାହ୍ମଣ। ସକାଳ ମହାବାକ୍ୟ ପୁରୁଷରେ ବର କନ୍ୟା ହସ୍ତିଗ୍ରନ୍ଥି ବନ୍ଧନ କରିଛନ୍ତି। 7 ଝିଅ ଯୁବତୀ ବନ୍ଦେଇଲେ। ବର କନ୍ୟା ହସ୍ତଗ୍ରନ୍ଥି ଭିଜେଇ ଦେଲେ। ସେଦିନ ରାଜା ଫେରିଛନ୍ତି ପୁଅ ବୋହୂକୁ ନେଇ ଘରକୁ। ପୂର୍ବର ଯୋଜନା ଅନୁଯାୟୀ ଜଳ ମଧ୍ୟ ତ ପଥର ଘରେ ହେଲା ମଧୁଶଯ୍ୟାପୁର। ରାଜା ଝିଅ ପଚାରିଲା ଯୋଉ ବାଘ ଭୟରେ ଆମେ ଏଠି ଅଛେ ବାଘଟା କେମିତିଆ? ସେଇ ଚିନ୍ତା ମୁଁ ଦେଖିଲି। ବ୍ୟାଘ୍ର କେଉଁ ପ୍ରକାର କଥାକୁ ଭାଙ୍ଗି ପାରିଲାନି। ରାଜା ପୁଅ ବାସର ଘର ହଳଦୀରେ ପଥର ଘର କାନ୍ଥରେ ଗୋଟେ ବାଘ ଚିତ୍ର ଲେଖିଲା। ଆଖିଟା ଆଙ୍କିନି ଶୋଇପଡିଛି। ରାଜକନ୍ୟା ବିଚାର କଲା ମୋ ସ୍ୱାମୀଙ୍କର ଅଧୁରା କାମଟାକୁ ମୁଁ ପୂର୍ଣ୍ଣ କରିବି। କଜଳପତିରୁ କାଢି ନେଇ ବାଘର ଆଖି ଦିଟା ଅଙ୍କନ କଲା। ସରିଗଲା ସବୁ। ଶ୍ରୀନାରାୟଣଙ୍କ ମାୟାରେ ଚିତ୍ର ବ୍ୟାଘ୍ର ପ୍ରାଣ ପାଇଲା। ଗର୍ଜନ କରିନ ବ୍ୟାଘ୍ର ମାରି ନ ପଡିଲା। ଆଘାତ ପାଇନ ସେ ବ୍ୟାଘ୍ର ଆଘାତରେ ରାଜପୁତ୍ର ବୃତ୍ତ ବତ୍ତ ପଡି ରହିଲା। କାନ୍ଦିଲା ସୁଧା।
ରାତି ପାହିଲା ରାଜା ମନ୍ତ୍ରୀ ମୁଁ ରାଣୀ ହୋଇବେ ସେମାନେ ବି କାନ୍ଦିଥିଲେ ପୁଣଜ୍ୟ ମନ୍ତ୍ରୀ କହିଲେ ଆଉ କଣ ପୁଅ ଫେରିବ ଆଜ୍ଞା ପୁଅର ମୃତ ଶବକୁ ନେଇ ଶ୍ମଶାନରେ ଦାହ କରିବା ବିଚାର କରୁଛନ୍ତି ଆଜ୍ଞା ପୁରୀ এই সময়ে নারায়ণ স্বামী হইলে বলে মন্ত্রী ହଁ তবে সব বসছো পিলা শোয়েছ কিয়া ଏ ପିଲା ଶୋଇନି ବାବା ଯେ ମରିଯାଇଛି নাই রে মরিনি ମୁଁ ଡାକିଲେ ଉଠିବ ଆଉ ଟିକେ ଉଠେଇଦେବି ୟା ବାପ ନାରାୟଣ ଦ୍ରୋହୀ ଆଜ୍ଞା ମନ୍ତ୍ରୀ ଆଜ୍ଞା ରାଜ୍ୟରେ ପଞ୍ଚଦେବତାଙ୍କୁ ଏକତ୍ର ଯଦି ପୂଜା କରିବେ ଶିବଙ୍କୁ କଣ ପୂଜା କରୁଛି ଭିନ୍ନ ଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ ନ୍ୟାୟ ଆଜ୍ଞା ଏ ପୁରୋହିତ କର୍ମକାଣ୍ଡ କଥା ଆଜ୍ଞା ମାନେ ସବୁ ତ ଜାଣନ୍ତି ଆଜ୍ଞା ପଞ୍ଚାୟତନ ପର୍ଯ୍ୟାୟରେ ପଞ୍ଚଦେବଙ୍କୁ ପୂଜା କରିବ ଯଦି ତାହା ପୁଅ ବଞ୍ଚିବ ଆଜ୍ଞା ମନ୍ତ୍ରୀ କହିଲେ ରାଜାଙ୍କ ପକ୍ଷରୁ ମୁଁ କହୁଛି ଆଜ୍ଞା ପ୍ରଭୁ ହାତ ମାରିଦେଲେ ଖାଲି ଚେତନା ଲାଭ କରି ଉଠିଲା ଦିବ୍ୟ ଲୋଚନ ହଁ ପୁଅକୁ ଧରି ଫେରିଲେ ମନ୍ତ୍ରୀ ପ୍ରଭୁ ଅନ୍ତର୍ଧ୍ୟାନ ହେଲେ ରାଜାଙ୍କ ପାଖରେ ପୁଅକୁ ନେଇକି ଦେଲେ ମନ୍ତ୍ରୀ ଆଜ୍ଞା ପୁଅକୁ ପାଇ ରାଜା ଆନନ୍ଦିତ ହେଲେ କହିଲେ ଏରେ ବଡ ଭୁଲ ଆଉ କରିବିନି ମୋ ରାଜ୍ୟର ସମସ୍ତ ପଞ୍ଚଦେବ ପୂଜା କରିବେ ନାରାୟଣକୁ ପୂଜା ଦେବେ ପ୍ରଥମେ ମୁଁ ପୂଜା ଦେବି ଆଜ୍ଞା ଆସ୍ଥାନରେ ବିଜେ କଲେ ସତ୍ୟନାରାୟଣ ଚାରି ଦିଏ ଚାରି ତୀର କୋଟିଲେ ନିଶାଣ ନୂତନ ଭାଣ୍ଡରେ ଭରି ମିଠା ଶ୍ରୀ ନାରାୟଣ ମନ୍ଦିର ପୂଜା କହିଲେ ନିଜମଣି ଆଦ୍ୟ ଠାରୁ ଷୋଳ ପୂଜା କରିଲେ ପ୍ରଧାନ ପୂଜା ନାରାୟଣ ଆନନ୍ଦିତ ଭଗବାନଙ୍କର ମନ ଭୀତ ହେଇ ପୂର୍ଣ୍ଣ ତାଙ୍କ ପୁତ୍ର କନ୍ୟାକୁ ଦୀର୍ଘାୟୁ କର ନାରାୟଣ ସେହି ପାଇଁ ମାନସିକ କରିଛନ୍ତି ସେହି ସକଳ ପୂରଣ କର ଭଗବତ ମଙ୍ଗଳ କର ଦେବ ନାରାୟଣ যে যাহার মন ভীত হইব পূর্ণ রক্ষক রক্ষা কর ব্রহ্মাণ্ড গোসাই ভয় মন পঙ্কজ শরণ বসই শ্রী কবি কর্ণ দেগায় সত্যবীর পায় হরি হরি বল ভাই পাল্লা পুরে ଆଜ୍ଞା ইয়ে ভদ্র মন ব্রজ বর্ণ দ্বিজ রাজ তৃতীয় পাল্লা অসন্তিটা দিজানটা মু অসন্তি ହଉ ରହିଲା চিরম জীব চিরম নন্দ চিরম কাল বেদ চিরম ভিতর দানায় চিরম ভো বিজয়ী ভব সদা সুখী ভব পুত্র কন্যা রাত্রি তুমি সমস্তে সুখী এ অভির্নে অমর পুরে ধাতা স্থান দেলাই সে স্বর্গবাসী হয়ে বিধাতা তাকে নেই গলে অভির্ণକୁ ଅମରପୁରରେ ବିଧାତା ସ୍ଥାନ ଦେଲେ ରାଜା ରାଣୀ କାନ୍ଦିଲେ କର୍ମ ଆଦରି ରହିଛନ୍ତି ଜଣେ ଗଭୀର ଖମଣ ଭିତରେ ରହି ପରମ୍ପରାକୁ ଧ୍ୟାନ କଲା ବନ୍ଦନା କହିଲା ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦକୁ ଧ୍ୟାଇ ଗୁରୁ ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦକୁ ଧ୍ୟାଇ বন্দনা খপনে সুরা সুরি মারো মারো ছন্দি পুরি খপনে সুরা সুরি মারো মারো ছন্দি পুরি অনন্ত বাসুকি শিরে বহিছি মকরন্দকু বন্দনা পাদ পদ্মকু ধ্যাই অরূপানন্দকু ধ্যাই গুরু পয়র বন্দনা পাদ পদ্মকু এইয়াକୁ ପଢିଥିଲେ ଭୀମ ଭୋଇ କୂପ ଭିତରେ ପଡି ଆଜ୍ଞା ମହିମା ସ୍ୱାଦ ଉଦ୍ଧାର କଲେ ସେ ତ ମହିମା ସେ ତ ନାରାୟଣ ପରମ ବ୍ରହ୍ମ ପହଞ୍ଚିଲେ କୂପ ନିକଟରେ ପାଦକୁ ବଢେଇ ଦେଲେ ଯାହାଙ୍କର ପାଦ ବିଶ୍ୱ ବ୍ରହ୍ମାଣ୍ଡକୁ ଘଟିପାରେ ଏ କୂଅଟା କେତେ କହିଲେ ପାଦକୁ ଧରି ଉଦ୍ଧାର ହୁଏ ଶ୍ରୀ ନାରାୟଣଙ୍କର ପାଦକୁ ଧରି ଅଭିନ୍ନ ବଦନ ଉଦ୍ଧାର ହେଲା ଖାଲି ପ୍ରାଣ ପାଇଲାନି ବିଦ୍ୟା ମଧ୍ୟ ଦେଲେ ପ୍ରଭୁ ଅଠରଟା ବିଦ୍ୟା ଦେଲେ ଅଷ୍ଟାଦଶ ବିଦ୍ୟା ଦେଲେ ଦେବନାରାୟଣ ଦେବନାରାୟଣ ଆହା ଦେବନାରାୟଣ କହିଲେ ବାବୁରେ ତୁରେ ଚଳିବୁ ଏ କ୍ଷଣ କହିଲେ ଧରିବୁ ନା ଆଜ୍ଞା କୁଆଡେ
ନା ଅବନ୍ତୀ ରାଜ୍ୟକୁ ଯିବୁ। ଅବନ୍ତୀ ରାଜ ମହାସେନ ବିଦ୍ୟାବତୀ ବୋଲି ତାଙ୍କର ଗୋଟିଏ ଝିଅ। ସେ ଝିଅ କଣ କରିଛି, ଯିଏ ତାକୁ ବିଦ୍ୟାରେ ଜୟ କରିବ ସେ ପୁରୁଷ ଗଳାରେ ବରମାଳ ଦବ। ତତେ ଯୋଉ ବିଦ୍ୟା ପୁତ୍ରିକ ପୁତ୍ର ଦାନ, ଏଇ ତ କଥା। ଆଜ୍ଞା ପହଞ୍ଚି ରାଜା ଠାକୁର ଅବନ୍ତୀ ନଗରରେ ପରୀକ୍ଷା ହେଲା ବିଦ୍ୟାବତୀ କନ୍ୟା ସହିତ। ନାରାୟଣ ପ୍ରଦତ୍ତ ବିଦ୍ୟାବଳରେ ହାରିଲା। ପବିତ୍ର ବା ସର୍ବାବସ୍ଥାଙ୍ଗ ତୋକିବା ଯସ୍ମରେ ପୁଣ୍ଡରିକାକ୍ଷୋ ସବାହ୍ୟାଭ୍ୟନ୍ତର ଶୁଚି। চন্দনস্য মহাপুণ্য পবিত্র পাপ নাশন তাপদাহরতে নিত্য লক্ষ্য চিত্ত। ତାର ନାମକରଣ କରିବା। ନମୋ ନାରାୟଣାୟ। ତୋ ନାଁଟା ହେଲା ଲେଖା ନା ଦେଖୁ ସୁଚିସ୍ମିତା କ ସ ତ ସାଧାରଣ ଅକ୍ଷର। ଆମେ ଯୋଉ ନାଁ ଦେଉଛନ୍ତି ସିରିଏଲ ଦେଖିଲା ଭଳିଆ ନା, ସେ ନାଁଟା ଆମେ ଦେବୁ। ଆମେ କୌଣସି ଠାକୁରଙ୍କ ନାଁ ଦେବୁ, ତା ନାଁକୁ ଦେଉଛୁ। ପଞ୍ଚଦେବତାଙ୍କର ଗୋଟେ ନାଁ, ସେଇ ନାଁଟା ଦେବୁ। ବିନାୟକ କହିଲେ ଗଣେଶ, ବିନାୟକ ହେଉଛନ୍ତି ବିଷ୍ଣୁ। ବି କହିଲେ ଗରୁଡ଼, ଗରୁଡ଼ ନାୟକ ବିଷ୍ଣୁ। ବିନାୟକ ବି କହିଲେ ଆକାଶ, ବ୍ୟୋମକେଶ ହେଉଛନ୍ତି ଶଙ୍କର। ବି କହିଲେ ଯୋଗିନୀ, ଯୋଗିନୀ ମାନଙ୍କର ଅଧିଷ୍ଠାତ୍ରୀ ହେଉଛନ୍ତି ଦୁର୍ଗା ବିନାୟକ। ବି କହିଲେ ଆକାଶ, ଆକାଶ ତତ୍ତ୍ୱର ଅଧିଷ୍ଠାତା ହେଲେ ବିନାୟକ ସବୁ। ତେଣୁ ବିନାୟକ ଗୋଟିଏ ନାଁ ପଞ୍ଚଦେବତା, ସେଇ ନାଁ ବିନାୟକ। ହଉ ହଉ ନାରାୟଣ ସତ୍ୟ ଡାକ, ନାରାୟଣ ବି ଡାକ। ଭଲ ହେଲାନି କି ନା ଦଉ। ହଁ ଦେଖ ବାବୁ, ଯଦି ସତ୍ୟଟାକୁ ପ୍ରଥମେ ରଖିବ ନାରାୟଣ ହବ ମଝି କଥା। ଆଉ ଯଦି ନାରାୟଣ ଖାଲି ରଖିଲ, ନାରାୟଣ ବି ନା, ଦିଟା ଯାକ ନା ଯାହା ଯୋଡ଼ିଏ ନାମ ଏକତ୍ର। ସତ୍ୟ ଦିଏ ନାରାୟଣ। ଏ ବାବୁ, ତୋର ପୂର୍ବ ଜନ୍ମର ନାମ କ'ଣ ଥିଲା ଏ କଥା ମୋର ଜ୍ଞାନ। ଏ ଜନ୍ମରେ ନାରାୟଣଙ୍କ ଦରବାରରେ ପିତାମାତା ଆଉ ଜେଜେବାପ ଜେଜେମା
ଗ୍ରାମର ସମଗ୍ର ଗୁରୁଜନ ପଞ୍ଚଦେବତା କୂଳ ଦୀପ ଏବଂ ଅଧିଷ୍ଠାତ୍ରୀ ଦେବୀ ମା ଆସ୍ଥାନ ଅଧିଷ୍ଠିତା ସମସ୍ତଙ୍କ ସମ୍ମୁଖରେ ଏ ନାମ କରୁଣାନ୍ୱୟ କରୁଛୁ। ସଦାବେଳେ ସମସ୍ତଙ୍କର କୃପା ଦୃଷ୍ଟି ରହୁଛ ପ୍ରତି ସତ୍ୟନାରାୟଣ 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 ସତ୍ୟନାରାୟଣ। ସର୍ଟରେ ଡାକିଲେ ସତ୍ୟ ଡାକିବ, ଲେଖିବ ସତ୍ୟନାରାୟଣ, ନାରାୟଣ ଚିନ୍ତନ ସତ୍ୟନାରାୟଣକୁ ଦୀର୍ଘାୟୁ କର ଭାବ ଗ୍ରାହୀ ନାର ବିନ୍ଦେ ସଦା ତାର ଥାଉ ମନ ରହି ବିଦ୍ୟା ବୁଦ୍ଧି ଯଶ କୀର୍ତ୍ତି ହେଉ ବର୍ଦ୍ଧମାନ ବିଦ୍ୟା ବୁଦ୍ଧି ଯଶ କୀର୍ତ୍ତି ହେଉ ବର୍ଦ୍ଧମାନ গরিষ্ঠ হইব খণ্ডন লক্ষ্মীস্তে ତମେ ଆସ ଆଡ଼କୁ ତାକୁ ନେଇ କୁହାଯାଉଛ ଲକ୍ଷ୍ମୀସ୍ତେ ପଙ୍କଜାକ୍ଷୀ ନିବସତୁ ସଦନେ ଭାରତୀ କଣ୍ଠ ଦେଶେ ବର୍ଦ୍ଧନ୍ତୁ ବନ୍ଧୁ ବର୍ଗାନି ସକଳ ରିପୁଗଣା ଯାନ୍ତୁ ପାତାଳ ମୂଳେ ଦେଶେ ଦେଶେ চ কীর্তি প্রচলিতা ভবন্তু কুন্দ পুষ্পেন্দু শুভ্রা জীবন্তু পুত্র পুত্রী সকল ভূমিকা শক্তি রাজবতী চিরম জীব চিরম নন্দ চিরম কারণে চিরম বিতর দানানি চিরম ভো বিজয়ী ভব। মামু তো গলা ভেরে নামকরণ করছি না দিও ভাই বাপা তো